ବର୍ଷା ଯୋଗୁଁ ଚଳିତ ବର୍ଷ ବୈତରଣୀ ନଦୀରେ ଲଗାତାର 5 ଥର ବନ୍ୟା ଆସିବା ଫଳରେ ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକର ଅନେକ ପଞ୍ଚାୟତ ପ୍ରଭାବିତ ହୋଇଛି। ବନ୍ୟା ପାଣିରେ ଚାଷ ଜମି ଜଳମଗ୍ନ ହେବା ସହ ଅନେକ ଲୋକଙ୍କ ଘରଦ୍ୱାର ଓ ଜୀବନ ଜୀବିକା ପ୍ରଭାବିତ ହୋଇଛି। ବାରମ୍ବାର ବନ୍ୟା ଆସିବା ଯୋଗୁଁ ବନ୍ୟା ପ୍ରଭାବିତ ଲୋକଙ୍କ ଆର୍ଥିକ ମେରୁଦଣ୍ଡ ଭାଙ୍ଗି ପଡ଼ିଥିବା ବେଳେ ଦୁର୍ଦ୍ଦଶା ମଧ୍ୟରେ ଦିନ କାଟୁଛନ୍ତି ଅନେକ ପରିବାର। ଏଭଳି ସ୍ଥିତିରେ ବନ୍ୟା ବିପନ୍ନଙ୍କୁ ଦୁଃଖ ଓ ସମସ୍ୟା ଜଣାଇବା ପାଇଁ ଦଶରଥପୁର ବ୍ଲକ ଗସ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। କସ୍ବା ପଞ୍ଚାୟତର ରାମଚନ୍ଦ୍ରପୁର ଗ୍ରାମରେ ବନ୍ୟା ପାଣି ଭିତରେ ବୋଟ୍ ଯୋଗେ ପହଞ୍ଚି ବନ୍ୟା ବିପନ୍ନଙ୍କୁ ସାକ୍ଷାତ କରିଥିଲେ ମୁଖ୍ୟମନ୍ତ୍ରୀ। ବନ୍ୟା ପାଣି ଭିତରେ ଲୋକଙ୍କ ପାଖରେ ପହଞ୍ଚିବା ସମୟରେ ମୁଖ୍ୟମନ୍ତ୍ରୀ ଖାଲି ପାଦରେ ଚାଲି ଚାଲି ଲୋକଙ୍କ ସହ ଆଲୋଚନା କରିଥିଲେ। ବନ୍ୟା ଯୋଗୁଁ ଲୋକମାନେ କେଉଁ ସବୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି, ଘରଦ୍ୱାର ଏବଂ ଚାଷ ଜମିର କେତେ କ୍ଷୟକ୍ଷତି ହୋଇଛି ଏବଂ ରିଲିଫ୍ ଓ ଖାଦ୍ୟ ବଣ୍ଟନରେ କୌଣସି ସମସ୍ୟା ରହିଛି କି ନାହିଁ ସେ ନେଇ ବନ୍ୟା ବିପନ୍ନଙ୍କ ସହ ସିଧାସଳଖ ଆଲୋଚନା କରିଥିଲେ। ଏଥିସହ ବନ୍ୟା ବିପନ୍ନଙ୍କ ପାଇଁ ପ୍ରସ୍ତୁତ ହେଉଥିବା ରନ୍ଧା ଖାଦ୍ୟର ମାନ ମଧ୍ୟ ମୁଖ୍ୟମନ୍ତ୍ରୀ ନିଜେ ଯାଞ୍ଚ କରିଥିଲେ। ବିପନ୍ନଙ୍କୁ ଦିଆଯାଉଥିବା ଖାଦ୍ୟ ଗୁଣାତ୍ମକ ଓ ପର୍ଯ୍ୟାପ୍ତ ହେବା ଉପରେ ସେ ଗୁରୁତ୍ୱ ଦେଇଥିଲେ। ବନ୍ୟା ପ୍ରଭାବିତ ଅଞ୍ଚଳର ସ୍ଥିତି ଅନୁଧ୍ୟାନ କରିବା ପରେ ବନ୍ୟା ବିପନ୍ନଙ୍କ ପାଇଁ ଏକ ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। ବନ୍ୟା କ୍ଷୟକ୍ଷତିର ମୁକାବିଲା ଏବଂ ପ୍ରଭାବିତ ଲୋକଙ୍କ ସହାୟତା ପାଇଁ 1,000 କୋଟି ଟଙ୍କାର ପ୍ୟାକେଜ ଘୋଷଣା କରାଯାଇଥିବା ଜଣାପଡ଼ିଛି। ଏହି ପ୍ୟାକେଜ ମାଧ୍ୟମରେ ବନ୍ୟା କ୍ଷତିଗ୍ରସ୍ତ ଅଞ୍ଚଳରେ ରିଲିଫ୍, ପୁନରୁଦ୍ଧାର ଓ ଆବଶ୍ୟକ ସହାୟତା ଯୋଗାଇ ଦେବା ଦିଗରେ ପଦକ୍ଷେପ ନିଆଯାଇଛି। ଲଗାତାର ବନ୍ୟାରେ ଦଶରଥପୁର ବ୍ଲକର ଲୋକେ ଅତିଷ୍ଠ ହୋଇପଡ଼ିଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ସିଧାସଳଖ ଗସ୍ତ ଏବଂ ସହାୟତା ପ୍ୟାକେଜ ଘୋଷଣା ବନ୍ୟା ବିପନ୍ନଙ୍କ ମଧ୍ୟରେ ଆଶା ସଞ୍ଚାର କରିଛି। ବାସ୍ତବିକ ସତ କଥା ଆଜ୍ଞା, ମୋର 61 ବର୍ଷ ବୟସ ଚାଲିଲା, ଏଭଳି ବନ୍ୟା ଆମେ କେବେ ଦେଖିନଥିଲୁ। ବନ୍ୟା ହୁଏ, ବେଳେ ବେଳେ ପଳେଇଯାଏ, କିନ୍ତୁ ଗାଁ ଭିତରକୁ ପାଣି ପଶିବା ବୋଧେ 14 ମସିହାରେ ହେଇଥିଲା ଯେ ବଡ ବନ୍ଧ ଭାଙ୍ଗିଥିଲା ଆମର ବୈତରଣୀ, ସେ ଏଭଳି ବନ୍ୟା ହେଇନଥିଲା, 8 ଦିନ ଛାଡି ଯାଇଥିଲା। ଇଏ ଯୋଉ ବନ୍ୟା ହେଲା କଣ୍ଟିନ୍ୟୁ 28 ତାରିଖରୁ ଆଜି 22 ତାରିଖ ହେଇଗଲା ଚାଲିଛି। ଏଇଭଳି ବନ୍ୟା ଏକ ଅଦ୍ଭୁତ ଧରଣର ବନ୍ୟା, ଇଏ ଏକ ଯୁଗାନ୍ତକାରୀ ଇତିହାସ ହେଇକି ରହିବ। ଆଉ ମୁଖ୍ୟମନ୍ତ୍ରୀ କେବେ ଆସିବା କେବେ ଆମେ ଅନୁଭବ କରିନଥିଲୁ। ମୋ ନଜରରେ ବି ନାହିଁ ଯେ ମୁଖ୍ୟମନ୍ତ୍ରୀ କୋଉ ମାନେ ବନ୍ୟା ଅଞ୍ଚଳ ବୁଲିବାକୁ ଯାଆନ୍ତି ହେଲିକପ୍ଟର ମାଧ୍ୟମରେ ଯାଆନ୍ତି, କିନ୍ତୁ ଗୋଡରେ ଚାଲି ଚାଲି ପାଣିରେ ପଶିକି ଆସିବା ଏଇ ଘଟଣା ଆମେ ଶୁଣିନୁ। ଆଉ ଆଖିରେ ଯେତେବେଳେ ଆମ ଗାଁକୁ ଆସିଲେ ଦେଖିଲୁ ଏକ ବିରଳ ଘଟଣା ବୋଲି ଆମେ ଅନୁଭବ କଲୁ। ଆଜ୍ଞା 99 ଯେତେବେଳେ ବାତ୍ୟା ହେଲା, ବାତ୍ୟା ଆମର ବ୍ରହ୍ମପୁରରେ ମୁଁ ଥିଲି, ପାଣ୍ଡିଆନ ଥିଲେ କଲେକ୍ଟର, ସେତେବେଳେ ଆମେ ଯୋଉ ଖାଦ୍ୟ ଦଉଥିଲୁ ସେତେବେଳେ ଆମକୁ ସେମାନେ କହିଲେ ଖାଦ୍ୟ ଏ ଚାଉଳ ଚଳିବ ନାହିଁ, କିନ୍ତୁ ସେ ନିଜେ କଲେକ୍ଟର ଆସିଲେ, ଦେଖିଲେ, କହିଲେ ନାଇଁ କିଛି ଅସୁବିଧା ନାହିଁ, ସବୁ ଠିକ ଠାକ ଅଛି। ସେଥିରେ ଆମେ ବି ରିଲିଫ ଦଉଥିଲୁ ଆମର ଏଫସିଆଇ ଖାଦ୍ୟ ନିଗମ ଜଗନ୍ନାଥପୁର ବ୍ରହ୍ମପୁର। ମୁଖ୍ୟମନ୍ତ୍ରୀ ନିଜେ ଯେତେବେଳେ ଏଠୁ ବିଦାୟ ନେବା ସମୟରେ ସେ ନିଜେ ନିଜେ ଗଲେ, କହିଲେ ରୋଷେଇଶାଳ, ଲୋକ ଦେଖିଲେ ନା ହଁ ରୋଷେଇଶାଳ, ରୋଷେଇରେ କେମିତି କଣ ଦିଆହଉଛି, ଖାଦ୍ୟର ମାନ ଠିକ ଅଛି କି ଭୁଲ ଅଛି କି ଆମର ଗଭର୍ଣ୍ଣମେଣ୍ଟ ତରଫରୁ ଯୋଉ ଜିନିଷ ଆସୁଛି ଲୋକଙ୍କୁ ଠିକ ଦିଆଯାଉଛି କି ନାହିଁ ସେ ପରୀକ୍ଷା କଲେ, ଏବଂ ଯେତେବେଳେ ପରୀକ୍ଷା କରି ଦେଖିଲେ ଯେ ସବୁ ଠିକ ଅଛି ସେ ବି ବହୁତ ଖୁସି ହେଇଗଲେ। ଆମେ ତାଙ୍କ ପାଖରେ ଥାଇକି ଦେଖିଲୁ, ମୁଖ୍ୟମନ୍ତ୍ରୀ ବହୁତ ଖୁସି ହେଇଯାଇଛନ୍ତି ଏବଂ ସେ ଯୋଉ ଆମ ଗାଁକୁ ଆସିଲେ ଦଳମତ ନିର୍ବିଶେଷରେ ସମସ୍ତ ଲୋକ ଆମ ଗାଁରେ ଖୁସି। ବେଶୀ ଖୁସି ଆଜ୍ଞା ସେ ଗଲା ପରେ ଆମର ତ କରେଣ୍ଟ ନଥିଲା, ପାଖ ଗାଁ ସବୁ ମୋବାଇଲ ମାଧ୍ୟମରେ ଫୋନ କଲେ ଯେ ମୁଖ୍ୟମନ୍ତ୍ରୀ ତମ ଗାଁକୁ ଆସିଥିଲେ। ହଁ ଆଜ୍ଞା ଆସିଥିଲେ, ଆଜ୍ଞା ନା ଆସିଥିଲେ, ତମ 1,000 କୋଟି ଟଙ୍କା ଡିକ୍ଲେୟାର କରିଗଲେ, ଯାହା ହଉ ତମ ଗାଁ ଧନ୍ୟ ହେଇଗଲା, 1,000 କୋଟି ଟଙ୍କା ଆମକୁ ଏକା ଦେବେ। ଯୋଉ ଯୋଉ ଜାଗାକୁ ଓଡିଶାରେ ବନ୍ୟା ହେଇଛି ସେମାନେ ଡିକ୍ଲେୟାର କରିଛନ୍ତି, କିନ୍ତୁ ଆମ ଗାଁକୁ ଯେତେ ଆସନ୍ତି ପ୍ରତିଶ୍ରୁତି ଦେଲେ ଯୋଉମାନଙ୍କର ସୁବିଧା ହେଇଛି, ଘର ଦ୍ୱାର ଭାଙ୍ଗିଛି, ସମସ୍ତଙ୍କର ସୁବିଧା ସୁଯୋଗ କରାଯିବ, ସେଥିପାଇଁ ବ୍ୟତିବ୍ୟସ୍ତ ହୁଅନ୍ତିନି। ଏ ତ ପ୍ରାକୃତିକ ଘଟଣା, ତ ମଣିଷ କଣ ବା କରିପାରିବ। ତଥାପି ଆମେ ଯଥାସମ୍ଭବ ସମସ୍ତଙ୍କର କିଛି ନା କିଛି ଦୁଃଖ ଲାଘବ କରିବାକୁ ଚେଷ୍ଟା କରିବୁ। ତେଣୁ ଧନ୍ୟବାଦ। ଆଉ ଇଏ ଏକ ଇତିହାସ ହେଇ ରହିଲା। ଦଳମତ ନିର୍ବିଶେଷରେ ମୁଁ କହିବାକୁ ଯିବି ଯେ ଜଣେ ମୁଖ୍ୟମନ୍ତ୍ରୀ ଯେତେବେଳେ ଆମର ଏଇ ଗାଁକୁ ଆସିଲେ, ଆମ ଗାଁ ବହୁତ କିଛି ଗର୍ବ ଅନୁଭବ କରିଛି, ଆଉ ମୁଖ୍ୟମନ୍ତ୍ରୀ ଦେଖିକି ବହୁତ ଲୋକ ଆମେ ଖୁସି। ମୁଖ୍ୟତଃ ଆସିଲେ ରାସ୍ତାରେ ପାଣି ଚାଲିଥିଲା, ଆଣ୍ଠିଲା ପାଣି, ସେ ପାଣିରେ ବୁଟି ଆସି ପାଣିରେ ଚାଲି ଗାଁକୁ ଆସିଲେ, ଗାଁରେ ତା ସମାଧାନ କରାଗଲା। ମୁଁ ମଧ୍ୟ ତା ମାନପତ୍ର ଦେଲି। ମାନପତ୍ର ଲେଖା ଅଛି ଯେ କାହିଁନା ସୁଦୃଢ ବନ୍ଧ ଏବଂ ସ୍ଥାୟୀ ବ୍ୟବସ୍ଥା କରିବା ପାଇଁ ଏବଂ କଟିପଡା ପାଖକୁ ନଈ ପୋତି ହେଇଛି ତାକୁ ଖୋଳିବା ପାଇଁ। ଏଇ ପହଞ୍ଚିଲା ପରେ ସେଠି ଖାଦ୍ୟର ମାନ ପରୀକ୍ଷା କଲେ, ଖାଦ୍ୟ କଣ ହଉଛି, ସବୁ କେତେ ଲୋକ ଖାଉଛନ୍ତି, ସବୁ ତା ପଛରେ ବୁଝିଲେ। ସେଠି ଆମେ ଉପସ୍ଥିତ ଥିଲୁ। ଗ୍ରାମର ସମସ୍ତ ଲୋକ ଏଠି ପହଞ୍ଚିଥିଲେ, ବହୁତ ଲୋକ ପହଞ୍ଚିଥିଲେ। ପହଞ୍ଚିଲା ପରେ ଆମେ ଧନ୍ୟ ମନେ କରୁଛୁ ଯେ ଏପର୍ଯ୍ୟନ୍ତ ମୋର 63 ବର୍ଷ ହେଲାଣି, 63 ବର୍ଷରେ କୌଣସି ମୁଖ୍ୟମନ୍ତ୍ରୀ ଆମ ଗାଁକୁ ଏମିତି ପାଦ ଚାଲି ଆସିନଥିଲେ। ସମସ୍ତେ ଉପରୁ ଆକାଶକୁ ଦେଖିକି ଯାଇଥିଲେ, ସେମାନେ କଣ ଦିଅନ୍ତି କଣ ନା କିଛି ଜାଣିପାରୁନା। ଏବେ ଯୋଉ ମୁଖ୍ୟମନ୍ତ୍ରୀ
1000 କୋଟି ଟଙ୍କା ସାଂସନ କରିଛନ୍ତି ଏଥିରେ ଆମେ ଧନ୍ୟବାଦ କରୁଛୁ ଏବଂ ସେହି ପଇସାରେ ଯେମିତି କାନି ବନ୍ଧ ଦୂର ବନ୍ଧ ହବ ଏଇଭଳି ଭୋଗିବାକୁ ଚାହୁଁନୁ। ଆଜ୍ଞା 28 ତାରିଖ ପର୍ଯ୍ୟନ୍ତ ଆଜି 24 ତାରିଖ ହେଇଗଲା 23 ତାରିଖ ହେଇଗଲା ଏପଟେ ପାଣି ଘେର ଅଛୁ ଏବେ ପାଣି ପୁଣି ନଦୀରେ ପାଣି ପଡିଲାନି ପୁଣି କଣ ଦୟନୀୟ ଅବସ୍ଥା ହବ କହିହବନି। ତେବେ ଘୋଷିତ ପ୍ୟାକେଜ କିପରି ଓ କେତେ ଶୀଘ୍ର ବନ୍ୟା ପ୍ରଭାବିତ ଲୋକଙ୍କ ନିକଟରେ ପହଞ୍ଚୁଛି ତାହା ଉପରେ ସମସ୍ତଙ୍କର ନଜର ରହିଛି। ଯାଜପୁରରୁ ଆଶିଷ ନାୟକଙ୍କ ରିପୋର୍ଟ, ଅସ୍ମିତା ଲାଇଭ୍।